ଆମ ଭିତରେ କ'ଣ ଆସିବ ନା ଲୋଭ ମାନେ ବୃଦ୍ଧି ହେବ। ଏଇ ବସ୍ତୁ ଗୁଡ଼ିକ ବା ସଂସାର ପ୍ରତି ଆସକ୍ତ ମୋହ ଜାଗ୍ରତ ହେବ। ଏଇ ଜିନିଷ ଯେଉଁ 6ଟି ଜିନିଷ ଆମର ଭଗବତ ଭକ୍ତିକୁ ବିନଷ୍ଟ କରିବ, ନଷ୍ଟ କରିବ। ତେଣୁକରି ମାନେ ସୁସ୍ଥ ମାନବ ଏଥିପ୍ରତି ଧ୍ୟାନ ଦେବାକୁ ରୂପ ଗୋସ୍ୱାମୀ ଭକ୍ତିର ସମୁଦ୍ର ସିନ୍ଧୁରେ ଆମକୁ ବର୍ଣ୍ଣନା କରିଛନ୍ତି, ଆମକୁ ଉପଦେଶ ପ୍ରଦାନ କରିଛନ୍ତି। ତେଣୁକରି ଏ ଯେଉଁ ପ୍ରଜାତା ମାନେ ଏମାନେ ଭଗବାନଙ୍କୁ ଦର୍ଶନ କରିଥିଲେ ସତ, ଶିବଜୀକୁ ଦର୍ଶନ କରିଥିଲେ ସତ, କିନ୍ତୁ ତତ୍ପରେ ପରେ ସେମାନେ ସମ୍ପୂର୍ଣ୍ଣ ଭାବରେ ଭଗବାନଙ୍କ ପାଖରୁ ଡିଟାଚ୍ ହୋଇଗଲେ। ସଂସାରରେ ପ୍ରବେଶ କରେ ସଂସାରର ମୋହ ଭିତରେ ସେମାନେ ପୁରା ଫସିଗଲେ। ତେଣୁ ସେମାନେ ସମ୍ପୂର୍ଣ୍ଣ ଭାବେ ସବୁ କଥା ଭୁଲିଗଲେ। ଏବେ ଆମର ଅଳ୍ପ ଦିନ ପୂର୍ବରୁ ଆମର ଗୋଟେ ବେଦିକ ସ୍କୁଲ ଗୋଟେ ଆମର ଗୋଟେ ସମ୍ବଲପୁରରେ ଅଛି, ଗୋଟେ ବେଦିକ ସ୍କୁଲ, ବହୁତ ବଡ଼ ସ୍କୁଲ। ସେ ସ୍କୁଲରେ ଯିଏ ଏବେ ପ୍ରିନ୍ସିପାଲ ଅଛନ୍ତି, ସେ ପୂର୍ବରୁ ବିଦେଶରେ କେଉଁ କଣ୍ଟ୍ରିରେ ଗୋଟେ ଚାକିରି କରୁଥିଲେ। ସେତେବେଳେ ଇସ୍କନ ମନ୍ଦିର ପାଖଟା ଥିଲା। ଭକ୍ତମାନଙ୍କ ସଙ୍ଗ କରି 16 ରାଉଣ୍ଡ ଚାଣ୍ଟିଂ କରୁଥିଲେ, ସବୁ କାମ ଠିକ୍ଠାକ୍ କରୁଥିଲେ। କିନ୍ତୁ ଏଠିକି ଆସିଲା ପରେ ଧୀରେ ଧୀରେ କମିକି ଏବେ ଜିରୋ ହୋଇଯାଇଛି। ତେଣୁ ସେ ଯେତେବେଳେ ଆମକୁ ଭେଟିଲେ ଏ ବିଷୟରେ ସେ କହୁଥିଲେ। ତେଣୁ ଯାହା ଆମ ଶାସ୍ତ୍ରରେ ବର୍ଣ୍ଣନା କରାହେଇଛି ଏଇଟା ଗୋଟେ ନ୍ୟାଚୁରାଲ୍ କଥା। ପ୍ରଚେତାମାନଙ୍କର ଅବସ୍ଥା ସେହା ହିଁ ହେଇଯାଉଛି। ତେଣୁକରି ସେ ନାରଦ ମୁନିକୁ ଯେତେବେଳେ ଦର୍ଶନ କଲେ ତାଙ୍କୁ ପ୍ରଥମେ ପ୍ରଶ୍ନ ପଚାରିଲେ ଯେ ଆମେ ସେ ସମୟରେ ଯେଉଁ ଦିବ୍ୟ ସୁଖ ପାଇଥିଲୁ ସଂସାରରେ ପ୍ରବେଶ କରିବା ଭିତରେ, ଆ ଭିତରେ କିଛି ନାହିଁ। ଗୋଟେ ମହାକାଳ ଫଳ ଅଛି, ଆପଣମାନେ କିଏ ଜାଣିନଥିବେ ମହାକାଳ ଫଳ, କେହି ଜାଣିନଥିବେ। ଏତେ ସୁନ୍ଦର ଦେଖିବାକୁ, ମହାକାଳ ଫଳ ସହିତ କୌଣସି ବସ୍ତୁ ସମାନ, ଗୋଟେ ଫଳ ସମାନ ହେଇପାରିବ। ଏତେ ସୁନ୍ଦର ସେ ଫଳ ଦେଖିବାକୁ, ଏତେ ସୁନ୍ଦର। ମାନେ ଆମେ ଦେଖି ଛୋଟ ଦିନେ ଦେଖୁ ସେ ଗଛର ପୁରା ଅଗରେ ଯାଇ ଫଳିଥିବ, ଲଟିଟା ମାଡ଼ିଥିବ, ଉପରେ ଫଳିଥିବ। ସେ ଫଳକୁ ପକ୍ଷୀମାନେ ଯେତେବେଳେ ଦେଖିକି ଭାରି ଲୋଭ ହେଇଥିବ, ତା ଲାଲ ପଡ଼ିଯାଇଥିବ, ତା ଠଣ୍ଠଟା ମାରିଦେବେ, ତା ଭିତରେ କିଛି ନାହିଁ। ମାନେ ପାଉଁଶ ଯେମିତି ନା ପୋଡ଼ା ଅଙ୍ଗାର, ସେମିତି ତା ଭିତରଟା ଏକ୍ଜାକ୍ଟ ସେ, ତା ଭିତରେ କିଛି ବି ନାହିଁ, କେବଳ ତା ଭିତରଟା ହେଉଛି ଫମ୍ପା। ସେଇଭଳି ଭାବରେ ଏଇ ଯେଉଁ ଭୌତିକ ସ୍ଥିତିଟା ହେଉଛି ସେଇଟା, ଯଦିଓ କିଛି ନାହିଁ କିନ୍ତୁ କିଛି ଥିଲା ଭଳିଆ ଜଣାପଡ଼ୁଛି। ଯାହାକୁ କି ଭଗବାନ ନିଜେ କହୁଛନ୍ତି ଏଇଟା ହେଉଛି କ'ଣ, ଇଲୁଜନ୍, ମାୟା। ମାୟାର ଅର୍ଥ ହେଉଛି ଯାହାର ସ୍ଥିତି ନାହିଁ ତାକୁ ସ୍ଥିତି ଅଛି ବୋଲି କହିବା, ଯାହାର ସ୍ଥିତି ଅଛି ତାକୁ ସ୍ଥିତି ନାହିଁ ବୋଲି କହିବା। କ'ଣ ନା ଏ ଶରୀରରେ ଆତ୍ମା ଥିଲେ ଆମେ ଶରୀରକୁ ଆତ୍ମାର ମୂଲ୍ୟ ଭାବନାଟାକୁ ଆମେ ବୁଝିପାରୁନି। ମୋର ଭିତରେ ଆତ୍ମା ଅଛି, ଆତ୍ମାର ମୂଲ୍ୟ ଅଛି, ଏ ଶରୀରର କିଛି ମୂଲ୍ୟ ନାହିଁ। ଆତ୍ମା ଯେତେବେଳେ ଶରୀରକୁ ଛାଡ଼ି ଦେଉଛି, ଏ ମୂଲ୍ୟ କେତେ? 120 ଟଙ୍କା। ଶରୀରର ମୂଲ୍ୟ ହେଉଛି 120 ଟଙ୍କା। ଯଦି ଶରୀରର ମୂଲ୍ୟ ଗୋଟେ ଛେଳି ମାନେ ମୂଲ୍ୟ ଠାରୁ ଆହୁରି କମ୍, ତାହେଲେ ଆ ମୂଲ୍ୟ ଯଦି 1,00,000 ଟଙ୍କା ହେଇଥାନ୍ତା, ମୃତ୍ୟୁ ପରେ ଯେଉଁ ଲୋକମାନେ ଶରୀରକୁ ନଷ୍ଟ କରନ୍ତି ତ ବିକି ଦିଅନ୍ତେ, ମରିଗଲେ ତ ବିକି ଦିଅ, 1,00,000 ଟଙ୍କା ପାଇଯିବା। କିନ୍ତୁ ଆମେ ଏତେ ମୂଲ୍ୟହୀନ ଯେ ଆର ମୂଲ୍ୟ କିଛି ନାହିଁ, ଯେ ଆକୁ ଲୋକମାନେ ଯାଇକି କିଏ ଫିଙ୍ଗି ଦେଉଛି, ଯାହାର ପଇସା ଅଛି ସେ ତାକୁ ସଂସ୍କାର କରୁଛି, ଆଉ କେତେ ଅନ୍ୟ ଧର୍ମ ଲୋକମାନେ ତାକୁ ପୋତି ଦେଉଛନ୍ତି, ଆଉ ବହୁତ ଗରିବ ଲୋକମାନେ ଅଛନ୍ତି ତାକୁ କିଛି କରିପାରୁନାହାନ୍ତି, ଯେଉଁମାନେ ଏଇଟା ଇଣ୍ଟରରେ ରହୁଛନ୍ତି ସେ ଜଙ୍ଗଲ ଭିତରେ, ଦେଖିବେ ନା ତାଙ୍କ ପାଖରେ କୌଣସି ବ୍ୟବସ୍ଥା ନାହିଁ, ମରିଗଲା ତ ନେଇ ରାସ୍ତାଘାଟ ପାଡ଼ିଦେଲେ, କୁକୁର ଶୃଙ୍ଖଳାକୁ ଖାଇଦେଲେ, ନା ମୂଲ୍ୟ କିଛି ନାହିଁ। କିନ୍ତୁ ଆମେ ଭାବୁଛୁ ଏ ଶରୀରର ସବୁ କିଛି ଅଛି, ଏ ଶରୀର ପାଇଁ ଆମେ ଏତେ ସୁନ୍ଦର ମାନେ ବନ୍ଦୋବସ୍ତ କରୁଛେ, ଏ ଶରୀର ମେଣ୍ଟେନ୍ କରିବା ପାଇଁ ବି ଏତେ ସୁନ୍ଦର ମାନେ ବନ୍ଦୋବସ୍ତ ଅଛି, ଏ ଶରୀରକୁ ଡ୍ରେସ୍ ପାଇଁ କେତେ ସବୁ ସପିଂ ମଲ୍ ସବୁ ବନା ହେଇଛି, ଖାଦ୍ୟ ପାଇଁ ବଡ଼ ବଡ଼ ହୋଟେଲ ବନା ହେଇଛି, ରାତିରେ ରେଷ୍ଟ ନେବା ପାଇଁ ବଡ଼ ବଡ଼ ହୋଟେଲ ମାନଙ୍କର ବନା ହେଇଛି, ଖାଇବା ପାଇଁ, ରହିବା ପାଇଁ, ଆକୁ ମେଣ୍ଟେନ୍ କରିବା ପାଇଁ ଡ୍ରେସ୍, ଗହଣା ଗାଣ୍ଠି, କେତେ ପ୍ରକାର। ଖାଲି ଦୁନିଆରେ ଯାହା ବି ଦେଖୁଛେ କେବଳ ଏ ଶରୀର ମେଣ୍ଟେନାନ୍ସ ପାଇଁ ସବୁ କରିଛି, କିନ୍ତୁ ଆତ୍ମାର ମେଣ୍ଟେନ୍ ପାଇଁ କିଛି ନାହିଁ। ଆତ୍ମାର ମେଣ୍ଟେନ୍ ପାଇଁ ସଂସାରର କୌଣସି ଜାଗାରେ ସ୍ଥାନ ନାହିଁ। ଆଉ ଯଦି କିଛି ସ୍ଥାନ ଅଛି, ଅଲଗା ଚିଟିଂ ପ୍ରୋସେସ୍ରେ ଲୋକମାନଙ୍କୁ ଠକି ଦେଉଛନ୍ତି, ଲୋକମାନେ ସେଇଥିପାଇଁ ବିରକ୍ତ ହେଉଛନ୍ତି, ଛାଡ଼ ଆମେ ଆମର ଏଇ କାମରେ ଲାଗିବା, ସେଥିପ୍ରତି ଧ୍ୟାନ ଦେଉନାହାନ୍ତି। ଏଇଟା ହେଉଛି ଇଲୁଜନ୍, ଏଇଟା ହେଉଛି ଭଗବାନଙ୍କର ବହିରଙ୍ଗ ଶକ୍ତି ମାୟା। ଏ ମାୟା କ'ଣ କରୁଛି ନା
ଲୋକମାନଙ୍କ ମନରେ ଏଇ ଭୂତକୁ ରହୁଛି। ତୁ କହ ମୁଁ ହେଉଛି ଶରୀର, ମୁଁ ଆତ୍ମା ନୁହଁ। ଭଗବାନ ପ୍ରଥମେ ଭଗବତ ଗୀତାରେ ସାଂଖ୍ୟ ଯୁଗରେ ଭଗବାନ ପ୍ରଥମେ ଅର୍ଜୁନକୁ ପରିଚୟ ଦେଲେ, ଅର୍ଜୁନ ତୁମେ ହେଉଛ ଆତ୍ମା, ଆତ୍ମା ଶରୀର। ଦେଖନ୍ତୁ କେତେ ବୈଦିକ ଶିକ୍ଷାଟା କେତେ ସୁନ୍ଦର ରହିଛି। ତେଣୁକରି ଆମେମାନେ ଆଗକୁ ଯାଉଛେ ବାଡ଼ି, ଆଗକୁ ଗଲାବେଳେ ମରିଚିକା, ଏବେ ତ ଖରାଦିନ ସମସ୍ତେ ପିଚୁ ରାସ୍ତାରେ ଯାଉଥିବେ, ଆଗକୁ ଦେଖିବେ ପାଣି ଭଳିଆ ମରିଚିକାଟା ପୁରା ରିଅଲ୍ ପାଣି ଭଳିଆ ଦିଶିବ, ବାସ୍ତବିକ ତାର ମୂଲ୍ୟ କିଛି ନାହିଁ। ଠିକ୍ ସେଇଭଳି ଭାବରେ ଏଠି ପ୍ରଚେତାମାନେ ଯେତେବେଳେ ସଂସାରରେ ପ୍ରବେଶ କରି ସବୁକିଛି ଭୁଲିଗଲେ, ସେତେବେଳେ ନାରଦ ମୁନିକୁ ସେ ପ୍ରଶ୍ନ ପଚାରେ। ସେଠୁ ଭାଗବତ ଦେଖିବା ବହୁତ ଜାଗାରେ ସବୁ ବହୁତ ସୁନ୍ଦର ସୁନ୍ଦର ସବୁ ସ୍ତୁତି ଅଛି। ଗୋଟେ ସ୍ତୁତି ରହୁଛି ନଳକୂପରେ ମଣିଗ୍ରୀବ। ନଳକୂପରେ ମଣିଗ୍ରୀବ ସେମାନେ ଯେତେବେଳେ ଭଗବାନଙ୍କୁ ଦର୍ଶନ କଲେ, ନଳକୂପରେ ମଣିଗ୍ରୀବ ଆମରିମାନଙ୍କ ଭଳିଆ ଜୀବନଯାପନ କରୁଥିଲେ। ଯଦିଓ କୁବେରଙ୍କ ପୁତ୍ର, ବାପାଙ୍କର ପ୍ରଚୁର ସମ୍ପତ୍ତି ଅଛି, ବାପାଙ୍କର ଯଦି ବେଶୀ ଧନ ଥିବ, ପିଲାମାନେ କ'ଣ କରିବେ? ପିଲାମାନେ ଭଲ ମାଂସ ଖାଇ ସେ ଗୁଡ଼ିଏ ପଇସା। ଆଜିକାଲି ଦୋକାନରେ ସବୁ ଜିନିଷ ଭଲ ଚାଲିଛି, କାହିଁ ସ୍ମୁଥରେ ଚାଲିଛି? କେବଳ ଲୋକଙ୍କର ପଇସା ପଛରେ ସମସ୍ତେ ଗୋଡ଼ାଇଲେ ନା ନାହିଁ। ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ ସେ ଲୋକମାନଙ୍କୁ ଶିକ୍ଷା ଦେଉଛନ୍ତି, କ'ଣ କର? ଧନ ରୋଜଗାର କର, ଖର୍ଚ୍ଚ କର, ସଂସାରଟା ଧୁମଧାମ ଚାଲୁ, ନାଇଁ କି? 6 ଲେନ୍ 10 ଲେନ୍ର ରାସ୍ତା ସବୁ ବନେଇଛି, ଯେତେ ସ୍ପିଡ଼ରେ ଲୋକ ଗାଡ଼ି ଚଲେଇବେ। କାରଣ ସେ ଚାହୁଁଛି ଲୋକମାନଙ୍କ ଭିତରେ କ'ଣ କରିବ ନା, ବିଶ୍ୱ ଭାବନାଟା ଯେତେ ବଢ଼େଇବ, ଲୋକମାନେ ଯେତେ ବିଶ୍ୱ ପଛରେ ଧାଇଁବେ, ସଂସାରଟା ସେତେ ଜୋରରେ ବଢ଼ିବ। କିନ୍ତୁ ତାର ମୂଲ୍ୟ ହେଉଛି ଶୂନ, ତାର ମୂଲ୍ୟ କିଛି ନାହିଁ। ସେ ଲୋକ ଜାଣିନାହାନ୍ତି ଆମ ମୂଲ୍ୟଟା ଶୂନ ବୋଲି। କିନ୍ତୁ ଆମକୁ ଯେହେତୁ 5 ଜଣ ଧାଇଁବେ, ଆମେ ଚାଲିଲେ ଆମେ ତ ଏଠି ବଞ୍ଚିପାରିବାନି। ଜଣେ କହିବ ମୁଁ ଭକ୍ତି କରିବି, ଜଣେ ଗୃହସ୍ଥ ଭକ୍ତ ମୁଁ ଭକ୍ତି କରିବି, ମୁଁ ଏମିତି କରିବି, ସେମିତି କରିବି, ବହିରେ ଯାହା ଲେଖା ହେଇଛି ମୋ ଜୀବନଟା ସେମିତି ବିତେଇବି। ସେମିତି ବିତେଇବ, ସକାଳୁ ଉଠି ମଙ୍ଗଳ ଆଦି ସାରିକି ଅଫିସ୍ ଗଲା ବେଳକୁ ଲୋକମାନେ ଅଫିସ୍ ପଳେଇକି କ'ଣ କରିବେ? ମାର୍କେଟ ଗଲାବେଳକୁ ସବୁ ବିକ୍ରି କିଣା ସରିଯାଇଥିବ, ମାର୍କେଟରେ କିଛି ନଥିବ, ଇଏ ଭକ୍ତ ହେଇ ଫେରିବ। ତେଣୁ ଏମିତି ଭାବରେ ପ୍ଲାନିଂ ମ୍ୟାଟେରିଆଲ ୱାର୍ଲଡରେ କରାହେଉଛି ଯେ, ଯାହାଫଳରେ ଜଣେ ଡିଭୋଟି ସେ ମଧ୍ୟ ଠିକ୍ସେ ଭକ୍ତି କରିପାରିବ। ଦେଖନ୍ତୁ ଏମାନଙ୍କର ଯେଉଁ ପ୍ଲାନିଂଟା ଏଇଭଳି ଭାବରେ ଲୋକ କ'ଣ ଜାଣୁଛନ୍ତି? ଆ ଭିତରେ ଲୋକ ତ କିଛି ଲୋକ ଆମ ପାଇଁ ଗୋଟେ ବଢ଼ିଆ ରାସ୍ତା ହେଇଗଲା, କିନ୍ତୁ ଲୋକ କହୁଛନ୍ତି ଆମ ପାଇଁ ଗୋଟେ ବଢ଼ିଆ ସପିଂ ମଲ୍ ହେଇଗଲା, ଲୋକ ଆମ ପାଇଁ ଭଲ ବ୍ୟବସ୍ଥା ହେଇଗଲା। କିନ୍ତୁ କ'ଣ ଭଲ ବ୍ୟବସ୍ଥା? ସେ ଭଲ ବ୍ୟବସ୍ଥା ଯଦି କୃଷ୍ଣ ସ୍ମରଣ ହୁଅନ୍ତା, ଭାବନ୍ତେ ଗୋଟେ ଭଲ ବ୍ୟବସ୍ଥା। କାରଣ ଆମେ ଯେକୌଣସି କାର୍ଯ୍ୟ କରୁଛେ ଭଗବାନ ଯେତେବେଳେ ସ୍ମରଣ କରିବେ, ସେଇଥିପାଇଁ ଯେଉଁ ନାରଦ ମୁନି ଗଲେ, ତଜନ୍ମ ତାନି କର୍ମାଣି ତଦ୍ ମନ ବଚ ଲୁଣା ଜେନ ବିଶ୍ୱାତ୍ମା ସେବତ ହରି ବିଶ୍ୱର। ଭଗବାନ ହରିଙ୍କ ସେବାରେ ଯଦି ସବୁ ଯାକ ଲାଗିଗଲା, ତାହେଲେ ଏଇଟା ମୂଲ୍ୟ କରିବ। କିନ୍ତୁ ହରିଙ୍କ ଠାରୁ ଆମକୁ ଡିଟାଚ୍ କରିଦିଆଯାଏ, ହରିଙ୍କ ଠାରୁ ଆମେ ସମସ୍ତେ ଦୂରେଇବୁ। ହରିଙ୍କ ସହିତ ସମ୍ବନ୍ଧିତ କରିବା ପାଇଁ କିଛି ବ୍ୟବସ୍ଥା କି ନାହିଁ। ତେଣୁ ସେଇଥିପାଇଁକି ଏଇ ଯେଉଁ ନଳକୂପରେ ମଣିଗ୍ରୀବ, ଯେହେତୁ ବାପାଙ୍କର ବହୁତ ଧନ ସମ୍ପଦର ଅଧିକାରୀ ସେମାନେ ଥିଲେ, ସେମାନଙ୍କର କାମ ହେଲା ମଦ୍ୟକୁ କରିବେ, ଆଉ ମଦ୍ୟକୁ କରିସାରିଲା ପରେ ଯେଉଁ ସବୁ କାମ ସେଇ ସବୁ କାମ ତା ପଛକୁ ଆସିବେ। ତେଣୁ ସେମାନେ ଉଲ୍ଲଗ୍ନ ହେଇକି ଦେବାଙ୍ଗନା ମାନେ ଯେହେତୁ ସ୍ନାନ କରୁଥିଲେ ଗଙ୍ଗାରେ, ସ୍ୱର୍ଗର ଗଙ୍ଗା, ତେଣୁ ସେଠି ଏମାନେ ମଧ୍ୟ ଉଲ୍ଲଗ୍ନ ହେଇକି ବି ଗାଧଉଥିଲେ। କିନ୍ତୁ ନାରଦ ମୁନିଙ୍କର ଯେତେବେଳେ ଦର୍ଶନ ତାଙ୍କୁ ମିଳିଗଲା, ସେତେବେଳେ ନାରଦ ମୁନିକୁ ଦେଖିକି ସେ ଦେବାଙ୍ଗନା ମାନେ ସବୁ ନିଜକୁ ଲୁଚାଇବା ପାଇଁକି ଲଜ୍ଜିତ ହେଇକି ପଳେଇଲେ। କିନ୍ତୁ ଇଏ ତ ମଦ୍ୟପ କରିଛନ୍ତି, ଇଏ ତାରି ଭିତରେ ଡୁବିକି ରହିଗଲେ। ତେଣୁ ସେଠି ନାରଦ ମୁନି ତାଙ୍କୁ ଅଭିଶାପ ଦେଲେ, କହିଲେ ସେମାନେ ବୃକ୍ଷ ଶରୀର ପା। ତେଣୁ ସାଧୁ ଶୁଦ୍ଧ ଭକ୍ତମାନଙ୍କର ଅଭିଶାପ ଯାହା, ଆଶୀର୍ବାଦ ବି ସେୟା। କାରଣ ତାଙ୍କ ମୁଖଟା ଯେଉଁ ବାଣୀ ବାହାରେ, ମୁଖ ପଦ୍ମ, ତା ମୁଖଟାକୁ ସାଧୁଙ୍କର ମୁଖଟାକୁ ପଦ୍ମ ସହିତ ତୁଳନା କରାଯାଏ। ପାଦ ପଦ୍ମ, କର ପଦ୍ମ। ତେଣୁ ଭଗବାନଙ୍କର ଯେମିତି ସବୁ ଇନ୍ଦ୍ରିୟ ଗୁଡ଼ିକୁ ପଦ୍ମ ଫୁଲ ସହିତ ତୁଳନା କରାଯାଉଛି, ଠିକ୍ ଭଗବାନ କ'ଣ ସାଧୁଙ୍କର ମଧ୍ୟ ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ପଦ୍ମ ଫୁଲ ସହିତ ତୁଳନା କରାଯାଉଛି। କାରଣ ତାଙ୍କର ଗାଳିଟା ମଧ୍ୟ, ସାଧୁଙ୍କର ଗାଳିଟା ବି ଗୋଟେ ଆଶୀର୍ବାଦ। ଯଦି ଆମେ ଦେଖିବା, ଶୃଙ୍ଗି ପରୀକ୍ଷିତ ମହାରାଜଙ୍କୁ ଅଭିଶାପ ଦେଇଥିଲେ, 7 ଦିନ ଭିତରେ ତୁମର
ତକ୍ଷକ ଦଂଶନ କରିବ। କିନ୍ତୁ 7 ଦିନ ଯାକ ପରୀକ୍ଷିତ ମହାରାଜ କ'ଣ ସୁବିଧା ମିଳିଲା? ଭାଗବତ କଥା ଶୁଣିଲେ। ତେଣୁ ଭାଗବତ କଥା 7 ଦିନ ଶୁଣିଲେ, 7 ଦିନର ଶେଷରେ ପରୀକ୍ଷିତ ମହାରାଜ ଭଗବତ ଧାମକୁ ପଳେଇଲେ। ତାଙ୍କର ଯେଉଁ ଶରୀରଟା ରହିଲା ସେ ଶରୀରଟାକୁ ଅଗ୍ନି ସଂଯୋଗ କରାଇଥାନ୍ତା, ପକ୍ଷକୁ ଆସି ଦଂଶନ କରି ତାକୁ ପାଉଁଶ କରିଦେଲେ। ଦେଖନ୍ତୁ, ଶୃଙ୍ଗ ଅଭିଶାପ ଦେଲେ କିନ୍ତୁ ତାଙ୍କୁ ସୁଯୋଗ କ'ଣ ମିଳିଲା? ଭଗବାନଙ୍କୁ ସ୍ମରଣ କରି। କାରଣ ଆମକୁ କୁହାଯାଇଛି କି ଏତାବାନ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମ ପରିନିଷ୍ଠୟା ଜନ୍ମ ଲାଭ ପରାପୁଂସ ଅନ୍ତେ ନାରାୟଣ ସ୍ମୃତି। ଅନ୍ତ ସମୟରେ ନାରାୟଣ ସ୍ମୃତି ହେବା ଦରକାର। ମୃତ୍ୟୁର ଶେଷ ସମୟଟା ଆମର ଭଗବାନଙ୍କୁ ସ୍ମରଣ କରି ଶରୀର ଛାଡ଼ିବା ଦରକାର। କିନ୍ତୁ ପରୀକ୍ଷା ମହାରାଜ ସେ ହେଇଗଲା। ପରୀକ୍ଷା ମହାରାଜ ଶେଷ ସମୟରେ କ'ଣ କଲେ? ଭଗବାନ ସ୍ମରଣ କରି ଭଗବତ ଧାମ ପଳେଇଲେ। ପକ୍ଷକୁ ଆସି ଦର୍ଶନ କଲାବେଳେ ପରୀକ୍ଷା ମହାରାଜ ନାହାନ୍ତି, ପରୀକ୍ଷା ମହାରାଜ ପଳେଇଲେ। ତ ସେଇଭଳି ଭାବରେ ନାରଦ ମୁନି ଗଲେ ଏମାନଙ୍କୁ ଅଭିଶାପ ଦେଲେ ବୃକ୍ଷ ଶରୀର ପାଅ। ଏମାନେ ଆସି ନନ୍ଦ ମହାରାଜଙ୍କ ବାଡ଼ିରେ ବୃକ୍ଷ ଶରୀର ଜାମଳା ଅଠୁନ ଜନ୍ମ ହେଲା ପରେ କ'ଣ ହେଲା ନା ଭଗବାନ କୃଷ୍ଣ ଆସି ସେଇଠି ଲୀଳା କଲେ। ମା' ଯେତେବେଳେ ଯଶୋଦା ମାତା ବାନ୍ଧି ଦେଇଥିଲେ ସେତେବେଳେ କୃଷ୍ଣ ଦେଖୁଛନ୍ତି କି ଏ ଯେଉଁ ବୃକ୍ଷ ଦୁଇଟି ହେଉଛନ୍ତି କିଏ? ନଳକୂପର ମଣିଗ୍ରୀବ, କୁବେରଙ୍କ ପୁତ୍ର। କିନ୍ତୁ କୁବେରଙ୍କ ପୁତ୍ର ହେଲେ ମୋର କ'ଣ ଯାଉଛି? ଯେହେତୁ ମୋର ପ୍ରିୟ ନାରଦାଙ୍କୁ ଅଭିଶାପ ଦେଇଛନ୍ତି, ତେଣୁ ମୋର କର୍ତ୍ତବ୍ୟ ହେଉଛି ମୁଁ ଯାଇ ତାଙ୍କୁ ଏହି ସମୟରେ ଉଦ୍ଧାର କରେ। ଭଗବାନ କହୁଛନ୍ତି ଦେବର୍ଷି ମେ ପ୍ରିୟତମ ଯଦିମା ଧନତା କୁହନ୍ତୁ ତଥା ସାଧୁ ସ୍ୱାମୀ ଯଦିର ତନ ହଟମାନ। ତାର ଅର୍ଥ ହେଉଛି ସେ କୁବେରଙ୍କ ପୁତ୍ର ହେଲେ ମୋର କ'ଣ ଯାଉଛି ଭଗବାନଙ୍କୁ? ଯେହେତୁ ମୋର ପ୍ରିୟ ନାରଦ ତାଙ୍କୁ ଅଭିଶାପ ଦେଇଛନ୍ତି, ମୋର କର୍ତ୍ତବ୍ୟ ହେଉଛି ମୁଁ ତାଙ୍କୁ ଉଦ୍ଧାର କରେ। ତ ନାରଦଙ୍କ ପାଇଁକି ଭଗବାନ ଏ ବୃକ୍ଷ ଶରୀର ପାଇଥିବା ନଳକୂପର ମଣିଗ୍ରୀବ ଯିଏକି ମଦ ଖାଇକି ଉଲ୍ଲଗ୍ନ ହେଇକି ମାନେ ଗାଧୋଉଥିଲେ, ତାଙ୍କୁ ନାରଦ ଭଗବାନ ଯେ ଉଦ୍ଧାର କଲେ। ଉଦ୍ଧାର କଲେ ସେମାନେ ନାରଦଙ୍କୁ ଦର୍ଶନ କରିବା ଦ୍ୱାରା କୁହାଯାଉଛି ଦର୍ଶନ ପବିତ୍ର ପରେ ଏତମାର ଗୁଣ। ଆମେ ଯଦି ଜଣେ ଶୁଦ୍ଧ ଭକ୍ତଙ୍କୁ ଯଦି ଦର୍ଶନ କରିବା ସେତେବେଳେ ଆମର ସ୍ଥିତି ଶୁଦ୍ଧିକରଣ ହୋଇଯିବ। ଦର୍ଶନର ହେଉଛି ମାହାତ୍ମ୍ୟ। କାରଣ ଗଙ୍ଗାର ପରଶ ହେଲେ ପଶ୍ଚାତ ପାବନ। ଆମେ ଗଙ୍ଗାରେ ସ୍ନାନ କରିବା ଯଦି ତଥାପି ଆମ ପାପଟା ନଷ୍ଟ ହୋଇଯିବ, ପୁଣି ପୁନଃ ପାପ କାର୍ଯ୍ୟରେ ଆମେ ନିଯୁକ୍ତି ହେବା। କିନ୍ତୁ ଆମେ ଯେତେବେଳେ ସାଧୁ ଦର୍ଶନ କରିବା ଆମ ମନ ଆଉ ପାପ କାର୍ଯ୍ୟରେ ନିଯୁକ୍ତି ହେବା ନା। ତେଣୁ ଆମେ ଦିବ୍ୟ ସ୍ଥିତି ପ୍ରାପ୍ତ ହେବା। ଆମର ଯେଉଁ ସ୍ଥିତିଟା ଧୀରେ ଧୀରେ ଉନ୍ନତତମ ଆଡ଼କୁ ଗତି କରିବ। ତେଣୁ ଏ ଯେଉଁ ନଳକୂପର ମଣିଗ୍ରୀବ ଏମାନେ ଭଗବାନଙ୍କୁ ଯେତେବେଳେ ପ୍ରାପ୍ତ ହେଲେ, ଭଗବାନ ତାଙ୍କୁ ଉଦ୍ଧାର କଲେ, ସେମାନେ ବହୁତ ସୁନ୍ଦର ସ୍ତୁତି କରୁଛନ୍ତି। ସେ ସ୍ତୁତିରେ ସେ କହୁଛନ୍ତି କି ବାଣୀ ଗୁଣାନ୍ କଥନେ ଶ୍ରବଣଂ କଥାୟା। ସେ କହୁଛନ୍ତି ଯେ ମୋର ବାଣୀ ମୁଁ କ'ଣ କରିବି ନା ବାଣୀ ଗୁଣାନ୍ କଥନେ ଶ୍ରବଣ କଥା ହସ୍ତ ଉଚ୍ଚ କର୍ମସୁ ମନସ୍ତାବ ପାଦୟନ। କହୁଛନ୍ତି ଏ ହାତ ଆପଣଙ୍କର ସେବାରେ ଲାଗୁ, ମନଟା ଆପଣ ପାଦପଦ୍ମ ଲାଗୁ। ହସ୍ତ ଉଚ୍ଚ କର୍ମସୁ ମନସ୍ତାବ ପାଦୟନ। ସ୍ମୃତ୍ୟା ଶିରସ୍ତବ ନିବାସ ଜଗତ କଲ୍ୟାଣ ଜଗତ ସ୍ମରଣେ। ସେ କହୁଛନ୍ତି ଆମର ଯେଉଁ ମସ୍ତକଟା କେଉଁଠି ଲାଗୁ ନା ଭଗବାନଙ୍କୁ ପାଦପଦ୍ମରେ ପ୍ରଣାମ କରୁ। ଏବଂ ଦୃଷ୍ଟି ଭବତମ୍ ଅସ୍ତୁ ଦୃଷ୍ଟି ଶତାଙ୍ଗ ଦର୍ଶନ ଅସ୍ତୁ ଭବତ ନୂନା। ଏ ଦୃଷ୍ଟିଟା ମୁଁ ସଦାବେଳେ ଦେଖୁଥିଲି କାହାକୁ? ଆପଣଙ୍କର ପ୍ରିୟ ଭକ୍ତମାନଙ୍କୁ ସଦାବେଳେ ଦେଖୁଛି। କେତେ ସୁନ୍ଦର ସ୍ଥିତି ସେ କହୁଛନ୍ତି। ବାଣୀ ଗୁଣାନ୍ କଥନେ ଶ୍ରବଣଂ କଥାୟା ହସ୍ତ ଉଚ୍ଚ କର୍ମସୁ ମନସ୍ତାବ ପାଦୟନ। ଏବଂ ସେ କହୁଛନ୍ତି ସ୍ମୃତ୍ୟା ଶିରସ୍ତବ ନିବାସ ଜଗତ କଲ୍ୟାଣେ ଦୃଷ୍ଟି ଶତାଙ୍ଗ ଦର୍ଶନ ଅସ୍ତୁ ଭଗତ ତନୁନା। ତେଣୁ ସେ କହୁଛନ୍ତି ହେ ପ୍ରଭୁ ମୋର ବାଣୀ ଆପଣଙ୍କର ଗୁଣକୀର୍ତ୍ତନ ଲାଗୁ। ସେଥିପାଇଁ ଆମର ଭକ୍ତମାନଙ୍କୁ ଚାନ୍ଦିଂ ଭଗବାନ ନାମ ଜପ କର, ଗୀତା ଭାଗବତ ପଢ଼, ଭଗବାନଙ୍କୁ ସ୍ତୁତି ପାଠ କର, ଭଗବାନ ପାଖରେ ବସିକି ଭଜନ ଗାଅ, ଭଗବାନଙ୍କୁ ରହିଛି ଭଜନ। ଯଦି ଭଜନ ନ ଆସୁ ଭଗବାନ ନାମ ଜପ କର ଭଗବାନଙ୍କ ଆଗରେ। ଏବଂ ତାର କାନରେ ଭଗବାନଙ୍କ ବାଣୀ ବିଷୟରେ ଶୁଣ। ଏବେ ଯେମିତି ଆମେ ଭଗବାନଙ୍କ ବିଷୟରେ ଶୁଣୁଛେ ସେମିତି
भगवान विषय शुणा दरकार। ये हाथ भगवान से विभिन्न प्रकार जो सेवा रही से सेवा निज हाथ को लगे दरकार। ये हाथ भगवान सेवा लगे भगवान को फूल दबा तुलसी दबा भगवान को चंदन दबा भगवान को रोषे करवा भगवान धन रोजगार करवा तेणु ये जो हाथ मध्यम आम जो कम करुचे यहाँ भगवान कम लगे दरकार। एवं मस्तक भगवान देखते प्रणाम करने भगवान को एवं दृष्टि आम जो दर्शन करने को एमाने कहते भगवान भक्त को दर्शन कारण एमाने भगवान को भक्त को दर्शन करते बोली आज कौन है भगवान प्राप्त जदि एमाने जदि भगवान को भक्त को जब दर्शन कर न था भगवान आज पाई था अरे एक मधुआ गुड़ा ये कौन ना जप कर ना भागवत पढ़ुं ना एकादशी कर ना कौन कर तो किसी करना माने भगवान को पाइबापी कि जो कर्म करने कथा ये तो कौन गोटे भी कम करना मैंने भगवान क्यों पाइले केवल नारद मुनि को दर्शन करते भगवान को दर्शन मिलला से कहते माने दृष्टि सदांग अस्तु भवत दंडना तेणु मोर दृष्टिटा आम दृष्टि आपणकर भक्तों ऊपर सदान करूँ आम भक्त को सब दर्शन करूँ देख ये किसी करूले मद खाई बुलूले किंतु आज नारद मुनि को दर्शन करते आज भगवान कृष्ण जाए निजे उद्धार कर देखो भगवान भक्त के महिमा से ये जो आज जो आम जो पढ़ुचे ये जो प्रचेता माने ये भगवान दर्शन करते शिवजी दर्शन कले फिर भी संसार भितर प्रवेश कर सब किसी भूली गले नारद मुनि को जो पुणी से भेटिले कौन है ठीक रास्ता को आसिले से लास्ट पीरियडटा सन्यास जीवन यापन कर परफेक्शन लाभ कले आम जो देखुचे प्रभु जगन्नाथ जो विग्रह प्रतिष्ठा है प्रभुंर विग्रह जो प्रतिष्ठा है महाराज इंद्रदुम्न से भाव में जो महाराज इंद्रदुम्न प्लां कले कि शुणी लोक मान कि भाव में मुनि मान दर्शन करेंगे समस्त स्टोरी तो मैंने जानते